ଖେଳରେ ଜିତିବା ପାଇଁ ହେଲେ ସଂକଳ୍ପ ଅତି ଜରୁରୀ। ଜିତିବା ପାଇଁ ଖେଳିବା ଏବଂ ହାରି ନ ଯିବାକୁ ଖେଳିବା ଭିତରେ ବଡ଼ ପାର୍ଥକ୍ୟ ରହିଛି। ଯେତେବେଳେ ଆମେ ଜିତିବା ଲକ୍ଷ୍ୟରେ ଖେଳୁ, ଆମ ଖେଳିବା ଭିତରେ ଉତ୍ସାହ ଏବଂ ସଂକଳ୍ପ ରହିଥାଏ। କିନ୍ତୁ ଆମେ ଯେତେବେଳେ ହାରି ନ ଯିବା ପାଇଁ ଖେଳୁ, ଆମେ ଏକ ଦୁର୍ବଳ ସ୍ଥିତିରେ ରହି ବିଫଳତାକୁ ଏଡ଼େଇ ଯିବା ପାଇଁ ଖେଳିଥାଉ। ଆମେ ସମସ୍ତେ ଜିତିବାକୁ ଚାହୁଁ, କିନ୍ତୁ ଆମ ଭିତରୁ ଖୁବ୍ କମ୍ ଲୋକେ ଜିତିବାର ମୂଲ୍ୟ ଦେବାକୁ ପ୍ରସ୍ତୁତ ଥାନ୍ତି। ବିଜେତାଟିଏ ଜିତିବା ପାଇଁ ନିଜକୁ ସଦା ପ୍ରସ୍ତୁତ ରଖିଥାଏ। ଜିତିବା ପାଇଁ ଖେଳିବାର ମନୋବୃତ୍ତି ପ୍ରେରଣା ହିଁ ଜନ୍ମ ନିଏ, କିନ୍ତୁ ନ ହାରିବାକୁ ଖେଳିବାର ମନୋବୃତ୍ତି ହତାଶାରୁ ସୃଷ୍ଟି ହୁଏ। ଅନୁକୂଳ ପରିସ୍ଥିତି ବୋଲି କିଛି ନାହିଁ କି କେବେ ବି ଆସିବ ନାହିଁ। କୂଳରେ ପଡ଼ି ରହିଲେ ବା ଇଆଡ଼େ ସିଆଡ଼େ କୂଳରେ ଭାସି ବୁଲିଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ନାହିଁ। ଆମକୁ କେତେବେଳେ ପବନର ଅନୁକୂଳରେ ତ ପବନର ପ୍ରତିକୂଳରେ ନା ବାହିବାକୁ ପଡ଼ିବ, କିନ୍ତୁ ନା ବାହିବା ଜରୁରୀ। ସନ୍ତୋଷ ରୁହନ୍ତୁ। ଯେଉଁ ସମୟରେ ଆପଣ ନିଜ ଭିତରେ ସନ୍ତୋଷ ଭାବ ସୃଷ୍ଟି କରିପାରିବେ, ସେହି ମୁହୂର୍ତ୍ତରେ ଆପଣ ସକାରାତ୍ମକ ଭାବିବାକୁ ଲାଗିବେ ଏବଂ ଅନାବଶ୍ୟକ ଦୁଶ୍ଚିନ୍ତାରୁ ବର୍ତ୍ତିଯିବେ। ଯାହା ମିଳିଲା, ଯେତିକି ମିଳିଲା, ସେଥିରେ ସନ୍ତୋଷ ହୁଅନ୍ତୁ। କୁହାଯାଏ, ସନ୍ତୋଷରେ ପରମ ସୁଖ ନିହିତ ଥାଏ। ସନ୍ତୋଷ ଠାରୁ ଅଧିକ କିଛି ନାହିଁ। ଅବସାଦ ସ୍ଥିତିରୁ ଉଦ୍ଧାର ପାଇବା ପାଇଁ ସନ୍ତୋଷ ଏକମାତ୍ର ଉପଚାର ଅଟେ। କେଉଁ ମନ୍ଦିରକୁ କେତେ ଥର ପରିକ୍ରମା କରିବା ଉଚିତ? ଶ୍ରୀରାମ ମନ୍ଦିର 4 ଥର ପରିକ୍ରମା କରିବା ଉଚିତ। ହନୁମାନ ମନ୍ଦିର 3 ଥର ପରିକ୍ରମା କରିବା ଉଚିତ। ଶନିଦେବଙ୍କ ମନ୍ଦିର 7 ଥର ପରିକ୍ରମା କରିବା ଉଚିତ। ଗଣେଶ ମନ୍ଦିର 3 ଥର ପରିକ୍ରମା କରିବା ଉଚିତ। ଭଗବାନ ବିଷ୍ଣୁଙ୍କ ମନ୍ଦିର 4 ଥର ପରିକ୍ରମା କରିବା ଉଚିତ। ମା ଭୈରବୀଙ୍କ ମନ୍ଦିର 3 ଥର ପରିକ୍ରମା କରିବା ଉଚିତ। ମା ଦୁର୍ଗାଙ୍କର ମନ୍ଦିର 1 ଥର ପରିକ୍ରମା କରିବା ଉଚିତ। ଶିବ ମନ୍ଦିରରେ ଜଣେ ଭକ୍ତ 3 ଥର ପ୍ରଦକ୍ଷିଣ କରିବା ଉଚିତ, ଯାହାକି ବାସ୍ତବରେ ଗର୍ଭଗୃହର କେବଳ ଅର୍ଦ୍ଧ ପ୍ରଦକ୍ଷିଣ, ଅଧା ବୁଲିବା ଅଟେ। ପଇସା ବିଷୟରେ 6ଟି ସତ କଥା। ଭିକାରୀକୁ ଜଲ୍ଦି ଟଙ୍କା ଦରକାର। ଦିନ ମଜୁରିଆକୁ ସବୁଦିନ ପଇସା ଦରକାର। ଚାକିରିଆକୁ ମାସକୁ ପଇସା ଦରକାର। ଦୋକାନୀ ବର୍ଷ ସାରା ପଇସାକୁ ଅପେକ୍ଷା କରେ। ବ୍ୟବସାୟୀ ଲୋକ 5ରୁ 7 ବର୍ଷ ପରିଶ୍ରମ କରନ୍ତି, ପରେ ସିଏ ଏମିତି କମାନ୍ତି ଯେ ତାର ପିଢ଼ି ବସି ଖାଇବେ। ଯାହାକୁ ଯେତେ ଜଲ୍ଦି ପଇସା ମିଳିଥାଏ, ସିଏ ସେତେ ଗରିବ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।